ସକାଳର ଜଳଖିଆ ଯଦି ହେଲ୍ଦି ସହିତ ଟେଷ୍ଟି ରହିବ ଏବଂ ମିନିଟ୍ କିଛି ଭିତରେ ପ୍ରସ୍ତୁତ ହେଇଯାଏ ତାଠାରୁ ଭଲ କଥା ଆଉ କ'ଣ ହେଇପାରେ। ଆଜି ଆମେ ଗୋଟେ ବୁନ୍ଦା ତେଲ ଦେଇକି ଏକଦମ ଜାଲିଦାର ନରମ ନରମ ମାଣ୍ଡିଆ ଚକୁଳି ତିଆରି କରିବା, ଯାହାକୁ ତିଆରି କରିବା ପାଇଁ ଆପଣଙ୍କୁ ଫର୍ମେଣ୍ଟେସନର ଦରକାର ନାହିଁ, ଅଧିକ ସମୟ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବନି। ଅତି ସହଜ ଉପାୟରେ ତିଆରି କରିବା ଏହି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟକର ମାଣ୍ଡିଆ ଚକୁଳି। ଏହା ସହିତ ଖାଇବା ପାଇଁ ତିଆରି କରିବା ଚଟପଟା ଟମାଟୋ ଚଟନି। ଛୁଆରୁ ବଡ଼ ପସନ୍ଦ କଲା ଭଳି ଆଜିର ଏହି ରେସିପି ଅଛି। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ ରହିଲା। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ, ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଟମାଟୋର ଚଟପଟା ଚଟନି ବନେଇ ନେବା। ସେଥିପାଇଁ ଏଠି ମୁଁ 4ଟି ମିଡ଼ିୟମ୍ ସାଇଜ୍ର ଟମାଟୋକୁ କାଟିକି ରଖିଛି। ତା ସହିତ ଅଧା ଇଞ୍ଚର କଟା ଅଦା ଆଉ 10 କୋଲା ରସୁଣ ରଖିଛି, ଆଉ 4-5ଟି ନେଇଛି ଶୁଖିଲା ଲଙ୍କା। ଆପଣମାନେ କେତେ ରାଗ ଖାଇବେ ସେଇ ହିସାବରେ ଶୁଖିଲା ଲଙ୍କା ନେବେ, ଆଉ ଅଳ୍ପ କିଛି ଧନିଆ ପତ୍ର ନେବା। ଏଇସବୁକୁ ଆମେ ଗ୍ରାଇଣ୍ଡର ଜାର୍ରେ ଦେଇଦେବା, ଆଉ ସ୍ୱାଦ ଅନୁଯାୟୀ ଲୁଣ ପକାଇବା। ଆଉ ଚଟନି ଆମର ଆହୁରି ଚଟପଟା ଲାଗିବ, ସେଥିପାଇଁ ଆମେ 1 ଚାମଚ ଏଥିରେ ଦେବା ତେନ୍ତୁଳି ରସ। ଏମିତିରେ ଟମାଟୋ ଆଜିକାଲି ଖଟା ଲାଗୁନି, ଆପଣମାନେ ଟିକେ ତେନ୍ତୁଳି ରସ ଦେବେ, ଚଟନିଟା ଭାରି ସୁଆଦିଆ ଲାଗିବ। ଏବେ ଆମେ ୟାକୁ ବିନା ପାଣି ଦେଇକି ଏକଦମ ଚିକଣ କରିକି ବାଟିକି ନେଇ ଆସିବା। ତ ଦେଖନ୍ତୁ ବଟା ହେଇଗଲା। ଆପଣ ଚାହିଁଲେ ଆକୁ ଏମିତି ବି ଖାଇପାରିବେ, ନାଇଁ ତ ଆଉ ଟିକେ ଫ୍ଲେଭରଫୁଲ୍ କରିବା ପାଇଁ ଏଥିରେ ଗୋଟେ ଫୁଟଣ ଲଗାଇବା। ସେଥିପାଇଁ କଡ଼େଇରେ 1 ଚାମଚ ତେଲ ଗରମ କରିବା, ସେଥିରେ 1 ଚାମଚ ଦେବା ସୋରିଷ, ଅଳ୍ପ କିଛି ଭୃଷଙ୍ଗ ପତ୍ର ପକାଇବା, 2-3 ପିସ୍ ହେଙ୍ଗୁ ପକାଇବା, ଟିକେ ସମୟ ଭାଜି ନେବା। ସୋରିଷ ଫୁଟିଗଲେ ଏଥିରୁ ବାସ୍ନା ଆସିଗଲା ପରେ ବାଟି ରଖିଥିବା ଟମାଟୋକୁ ଏଠି ଦେଇଦେବା, ଆଉ ଭଲ ଭାବରେ ଗୋଳେଇ ନେବା। ମିଡ଼ିୟମ୍ ହାଇ ଫ୍ଲେମ୍ରେ ଆମେ ଏଇ ଚଟନିକୁ 3-4 ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ନେବା, ଯେଉଁଥିପାଇଁ କି ଆପଣମାନେ ଏଇ ଚଟନିକୁ 4-5 ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ଷ୍ଟୋର୍ କରିକି ରଖିପାରିବେ। କିଛି ବି ଖରାପ ଲାଗିବନି, ବହୁତ ବଢ଼ିଆ ଲାଗିବ। ଇଡଲି, ଚକୁଳି, ବରା, ପକୁଡ଼ି ସହିତ ଆପଣମାନେ ୟାକୁ ଖାଇବେ, ଭଲ ଲାଗିବ। ତ ଦେଖନ୍ତୁ ଭଲ ଭାବରେ 3-4 ମିନିଟ୍ ଫୁଟିଗଲା। ଏଇ ଚଟନିକୁ ଆଠୁ ଗାଢ଼ା କରିବେନି, ଏଇ କନସିଷ୍ଟେନ୍ସିରେ ରଖିବେ, ଭଲ ଲାଗିବ। ଏଇଠି ଆମର ଟମାଟୋର ଏଇ ଚଟପଟା ଚଟନି ଏକଦମ ରେଡ଼ି ହେଇଗଲା। ଥଣ୍ଡା କରିକି ଯେକୌଣସି ଏୟାରଟାଇଟ୍ କଣ୍ଟେନରରେ ଭରିକି ଫ୍ରିଜ୍ରେ ୟାକୁ ଷ୍ଟୋର୍ କରିବେ। ତ ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିବା, ଚଟନିକୁ ସାଇଡ଼୍ରେ ରଖିବା, ଯିବା ନେକ୍ସଟ ଷ୍ଟେପ୍କୁ, ମାନେ ମାଣ୍ଡିଆ ଚକୁଳି ତିଆରି କରିବା। ସେଥିପାଇଁ ଏଠି ମୁଁ ନେଇଛି ଗୋଟେ ମିକ୍ସିଂ ବାଉଲ୍, ଆଉ ମେଜରିଂ କପ୍ରେ ମାପିକି 1 କପ୍ ନେଇଛି ମୁଁ କଞ୍ଚା ସୁଜି। ଆପଣଙ୍କ ପାଖରେ ସରୁ ମୋଟା ଯେଉଁ ବି ସୁଜି ଅଛି ଏଠି ଆପଣମାନେ ନେଇପାରିବେ। ସବୁ ଜିନିଷକୁ ମାପିବା ପାଇଁ ଗୋଟେ ଜାଗାଟେ ସେଟ୍ କରନ୍ତୁ। ଏବେ ଆମେ ସେଇ ସମାନ ମେଜରିଂ କପ୍ରେ ମାପିକି 1 କପ୍ ନେବା ଦହି। ଯଦି ଆପଣ ନେଇଥିବା ଦହି ଖଟା ବେଶୀ ଥିବ ତେବେ ଅଧା କପ୍ ନେବେ। ଏବେ ସେଇ ସମାନ ମେଜରିଂ କପ୍ରେ ମାପିକି ଅଧା କପ୍ ନେଉଛି ମୁଁ ପାଣି। ଏବେ ଆମେ ଏତିକ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଆଉ ଯେହେତୁ ଆମେ ସୁଜି ନେଇଛେ, ସୁଜି ଟିକେ ଫୁଲିବ ବା ପାଣିକୁ ଟାଣିବ, ସେଥିପାଇଁ ଆମେ ୟାକୁ 10 ମିନିଟ୍ ପାଇଁ ରେଷ୍ଟ ଦେବା ବା ଏମିତି ଛାଡ଼ିବା। 10 ମିନିଟ୍ ପରେ ସୁଜି ଭଲ ଭାବରେ ଏଠି ଫୁଲି ଯାଇଛି ଆଉ ନରମ ବି ହେଇଯାଇଛି। ଏବେ ଆମେ ଏଇ ବତୁରା ସୁଜିକୁ ଗ୍ରାଇଣ୍ଡର ଜାର୍ରେ ଦେବା, ଆଉ ଚିକଣ କରିକି ବାଟିକି ନେଇ ଆସିବା। ବାଟିବା ପାଇଁ ଏକ୍ସଟ୍ରା ପାଣିର ବ୍ୟବହାର କରିବେନି। ବତୁରା ସୁଜିକୁ ଟିକେ ବାଟିଦେଲେ କ'ଣ ହେବ ନା, ସୁଜିଟା ଚିକଣ ହେଇଯିବ, ଆଣର ଟେକ୍ସଚରଟା ଭଲ ଆସିବ, ପିଠା ମଧ୍ୟ ଭଲ ତିଆରି ହେବ। ସୁଜିକୁ ବାଟିକି ନେଇ ଆସିଲା ପରେ ସମାନ ଜାଗାରେ ରଖି ନେଇଛି, ଆଉ ସେ ସମାନ ମେଜରିଂ କପ୍ରେ ମାପିକି ଫୁଲ୍ 1 କପ୍ ଆମେ ଦେବା ମାଣ୍ଡିଆ ଚୁନା। 1 କପ୍ ସୁଜି ପାଇଁ 1 କପ୍ ମାଣ୍ଡିଆ ଚୁନା, 1 କପ୍ ମୁଁ ଦହି ନେଇଛି। ଯଦି ଦହି ଖଟା ଥିବ ଅଧା କପ୍ ନେବେ। ଆପଣ ଚାହିଁଲେ ଯେତିକି ସୁଜି ନେଇଥିବେ ତାଠୁ ଟିକେ ଅଧିକା କରିକି ମାଣ୍ଡିଆ ଚୁନା ନେଇପାରିବେ। ତ ମାଣ୍ଡିଆ ଚୁନାକୁ ଦେଇକି ଏଠି ମୁଁ ଭଲ ଭାବରେ ଗୋଳେଇ ନେଉଛି। ପ୍ରଥମେ ଏମିତି ବହଳିଆ କରିକି ଗୋଳେଇ ନେବା, ଆଉ ତାପରେ ଏଠି ମୁଁ 1 କପ୍ ନେଇଛି ପାଣି। ପାଣିକୁ ଆମେ ଅଳ୍ପ ଅଳ୍ପ କରିକି ଦେଇକି ଭଲ ଭାବରେ ଗୋଳେଇବା, ଯେଉଁଥିପାଇଁ କି ମାଣ୍ଡିଆ ଚୁନାଟା ଭଲ ଭାବରେ ମିକ୍ସ ହେଇପାରିବ, ଜମା ବି ଲମ୍ପସ୍ ରହିବନି। ତ ଏଇଠି ମୋତେ ପୁରା 1 କପ୍ ପାଣି ଲାଗିଯାଇଛି। ଆପଣଙ୍କୁ ପାଣି ଟିକେ କମ୍ ଲାଗିପାରେ ବା ଅଧିକା ଲାଗିପାରେ। এই ব্যাটারটা বেশি পাଣିଆ ହେବନି ବା ମୋଟା ବେଶୀ ହେବନି। ଏବେ ଆମେ ଏଥିରେ ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ, ଆଉ ଯେହେତୁ ଇନଷ୍ଟାଣ୍ଟ ଚକୁଳି ବନଉଛେ ସେଥିପାଇଁ ଏଥିରେ ଆମେ 1/4 ଟିସ୍ପୁନ୍ର ଦେବା ଖାଇବା ସୋଡ଼ା। ଖାଇବା ସୋଡ଼ା ଜାଗାରେ ଆପଣମାନେ ଛୋଟ ପ୍ୟାକେଟ୍ ଇନୋ ଦେଇପାରିବେ। ତ ଖାଇବା ସୋଡ଼ାକୁ ଦେଇକି ଏଠି ମୁଁ ଭଲ ଭାବରେ ଗୋଳେଇ ନେଉଛି। ଏଇଠି ଆପଣମାନେ ବ୍ୟାଟରର ଫାଇନାଲ୍ କନସିଷ୍ଟେନ୍ସି ଦେଖି ନିଅନ୍ତୁ। ମିଡ଼ିୟମ୍ ଅଛି, ନା ବେଶୀ ମୋଟା ବ୍ୟାଟର ଅଛି ନା ବେଶୀ ପତଳା ଅଛି। ଏଇଭଳି ହିଁ ରଖିବେ, ପିଠା ଭଲ ହେବ। ତ ପିଠାକୁ ବନେଇବା ପାଇଁ ଏଠି ମୁଁ ଗୋଟେ ନନଷ୍ଟିକ୍ ତାୱା ନେଇଛି, ଆପଣମାନେ ଲୁହା ତାୱା ମଧ୍ୟ ନେଇପାରିବେ। ଯେଉଁ ତାୱାରେ ଆପଣମାନେ ରୁଟି ସବୁବେଳେ ବନାଉଛନ୍ତି ନା, ସେଇ ତାୱା ଜମା ବି ନେବେନି। ଯେଉଁ ତାୱାରେ ଆପଣମାନେ ପରଟା କିମ୍ବା ଚକୁଳି ବନାଉଛନ୍ତି ସେଇ ତାୱା ନେବେ, ମାନେ ତେଲିଆ ହେଇଥିବା ଦରକାର ତାୱାଟା। ତାୱାଟାକୁ ମିଡ଼ିୟମ୍ ଫ୍ଲେମ୍ରେ ଗରମ କରିବା, ଆଉ 1 ଠୋପା ତେଲ ଦେଇକି ଟିସ୍ୟୁ ପେପର ବା କଟନ କପଡ଼ାରେ ପୋଛି ନେବା ଚାରିଆଡ଼େ। ଖାଲି ତେଲିଆ ହେବା ଦରକାର ତାୱାଟା। ଆଉ ଗୋଟେ ଫୁଲ୍ ବଡ଼ ଡଙ୍କି ଆମେ ବ୍ୟାଟର ନେବା, ଆଉ ହାଲକାକି ଟିକେ ସ୍ପ୍ରେଡ୍ କରିନେବା।
ମାନେ ଚକୁଳି ପିଠା ବନେଇ ନେବା ଆଉ ତାପରେ ଆମେ ଆକୁ କଭର କରିନେବା। ଫ୍ଲେମ୍କୁ ଆମେ ଲୋ ମିଡ଼ିୟମରେ ରଖିବା, ହାଇ କରିବିନି ନହେଲେ ପିଠାଟା ତଳୁ ପୋଡ଼ି ଯାଇପାରେ। ପିଠାକୁ ଏମିତି ଘୋଡ଼େଇକି କିଛି ସେକେଣ୍ଡ ଆମେ ଛାଡ଼ିବା, ପିଠାଟା ଯେମିତି ଗୋଟେ ସାଇଡ଼ରୁ ସିଝିଯିବ। ଯେତେବେଳେ ପିଠାଟା ସିଝି ଆସିବ ନା, ଦେଖିବେ ପିଠା ଉପରଟା ଏମିତି ପୁରା କଲର୍ ଚେଞ୍ଜ ହେଇଯିବ ଆଉ ପୁରା ଶୁଖିଲା ଲାଗିବ, ଜାଣିବେ ପିଠାଟା ସିଝି ଆସିଲାଣି। ଦେଖନ୍ତୁ କେମିତି ଶୁଖିଲା ହେଇଯାଇଛି। ଆକୁ ଆମେ ଏବେ ଓଲଟାଇ ନେବା। ଆଉ କିଛି ସେକେଣ୍ଡ ଆମେ ଛାଡ଼ିବା ପିଠାକୁ ଆଉ ଗୋଟେ ପଟରୁ ସିଝିବା ପାଇଁ। ତ ଏବେ ଆଉ କିଛି ସେକେଣ୍ଡ ପରେ ପିଠାଟି ଆମର ଭଲ ଭାବରେ ଦୁଇ ସାଇଡ଼ରୁ ସିଝିଗଲା। ଦେଖନ୍ତୁ କେତେ ଜାଲିଦାର ହେଇଛି ପିଠା, ଦେଖିକି ଆପଣମାନେ ଏଠି ଜାଣିପାରୁଥିବେ। ପିଠାକୁ ଏବେ କାଢ଼ି ନେବା ଆଉ ପୁଣି ଥରେ ସେଇ ତେଲିଆ ଟିସ୍ୟୁ ପେପରକୁ ତାୱାରେ ପୋଛି ନେବା ଆଉ ଯେମିତି ଆମେ ପିଠା ବନାଉଥିଲେ ସେମିତି ହିଁ ବନେଇବା। ତ ଏଇ ପ୍ରୋସେସରେ ଆପଣମାନେ ଯଦି ମାଣ୍ଡିଆ ଚକୁଳିକୁ ତିଆରି କରିବେ ଆପଣଙ୍କୁ ବହୁତ ସହଜ ହେବ ଆଉ କମ୍ ସମୟରେ ତିଆରି କରିପାରିବେ ଆଉ ମାଣ୍ଡିଆ ଚକୁଳି ମଧ୍ୟ ଖାଇବାକୁ ଭାରି ସୁଆଦିଆ ଲାଗିବ। ଯେହେତୁ ପିଠାକୁ ଆମେ ଘୋଡ଼େଇକି ତିଆରି କରୁଛେ, ଆପଣ ଚାହିଁଲେ ପିଠାକୁ ଓଲଟେଇ ନ ପାରନ୍ତି। ଯେମିତି ଆମେ ଚିତଉ ପିଠା କରନ୍ତି ନା, ସେଇଭଳି ଆପଣ ଚାହିଁଲେ এই ପିଠାକୁ ମଧ୍ୟ ବନେଇ ପାରିବେ। କଞ୍ଚା ରହିବନି, ବହୁତ ଭଲ ଭାବରେ ସିଝି ଯାଇଥାଏ। ତେବେ ଆପଣମାନେ ମଧ୍ୟ ଏଇ ଉପାୟରେ ମାଣ୍ଡିଆ ଚକୁଳି ବନାନ୍ତୁ। ତା ସହିତ ଚଟପଟା ଟମାଟୋ ଚଟଣି ମଧ୍ୟ ତିଆରି କରନ୍ତୁ, ଖାଆନ୍ତୁ। କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ନିଶ୍ଚୟ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେଇ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।